Good morning, students. Some voice clear अच्छे. Everything is clear. Thank you. तो 200 जो सिलेक्टेड क्वेश्चन जो सीरीज को हम कंटिन्यू କରୁଥିଲେ ऑलरेडी दुईटी क्लास हम कंटिन्यू कर सारछे आज तृतीय क्लास को डिस्कशन करियो ओके बहुत सारा पिला मेसेज करथले जे सर आरो सॉल्यूशन पीडीएफ दरकार देखो मु तुम तो लाइव क्लास रे पर क्वेश्चन बाय क्वेश्चन डिस्कशन करूची तो सेति पई सॉल्यूशन टा एउठु ही तुम वीडियो देखि कि ही करनोटा बेटर हो ओके तो रेडी समस्त टाइमर दो क्विक क्वेश्चन नंबर 1 आंसर रेकॉर्डिंग क्लास সেটা তো আপ্লিকেশন আভেলেবল হয়ে যাইছে তুমি চেক করিব যেটা কি তোমার ম্যাথ সেকশন মু যাইকি চলো 30 সেকেন্ড ହେଇଗଲା କୁଇକ୍ তো ଆଜି ଠିକ 10ଟା ମର୍ଣ୍ଣିଂ 10ଟାରୁ 11ଟା ଭିତରେ ଚେକ୍ କରିବ ତ ଟୋଟାଲ 3ଟା କ୍ଲାସ୍ ଏକାଥରେ ହେଇଯାଇଥିବ କାରଣ ସେଟା ପେଣ୍ଡିଂ ଅଛି କାହିଁକି ନା ତୁମର ଟିକେ ଟେକ୍ନିକାଲ ଇସ୍ୟୁ ଥିଲା ସର୍ଟ ସର୍କିଟିଂ ହେଇଥିଲା ଯୋଉଟା କି ତୁମର ଯୋଉ କାଳ ବୈଶାଖୀରେ ତ କାଲି ବି କ୍ଲାସ୍ ବି କିଛି ପାଇଁ କରି ହେଲାନି ଆନ୍ସର କେତେ ଆସିଲା କ୍ୱେଶ୍ଚନ ନମ୍ବର 1 ଆନ୍ସର କେତେ ଅଛି ଆନ୍ସର କେତେ ଆସିଲା ଏପର୍ଯ୍ୟନ୍ତ କାହାର ଆନ୍ସର ଆସିନି ଡି ହେଇଛି ଦେଖ ସେ କ୍ୱେଶ୍ଚନ ଟା କଣ କହୁଛି ଯେ डी होती क्या ए मैन इन्वेस्टेड सर्टेन अमाउंट टू स्कीम दुईटा स्कीम रे इन्वेस्टमेंट करछि गोटे होछि ए और बी तले ये होछि गोटे स्कीम होछि ए गोटे होछि स्कीम होछि बी ओके ही इन्वेस्टेड 30% ऑफ अमाउंट ग्रुप माने स्कीम ए रे 30% अमाउंट स्पेंड करछि केते परसेंट रेट ऑफ इंटरेस्ट रे ना 10% रेट ऑफ इंटरेस्ट स्कीम बी रे रेस्ट ऑफ रेस्ट माने केते हबो तुमरो 70% 70 भाग को इन्वेस्टमेंट करछि ग्रुप बी रे 5% रेट ऑफ इंटरेस्ट ओके आफ्टर 4 ईयर द मैन रिसीव टोटल होछि केते ना 1300 टंका टोटल रिसीव करछि तो मते पचारि छि तले बी स्कीम रे केते अछि देखो मु कहली टोटल थिला मो कतिरे 100x टोटल थिला मो कतिरे 100x তাহলে ইয়ে কেতে নেব না 30x তাহলে এটা হবে কেতে না 70x ওকে তো 30x ର 10% ହିସାବରେ ଇଣ୍ଟୁ 4 ବର୍ଷରେ ଆଫ୍ଟର 4 ଇୟର ତାହେଲେ କେତେ ହଉଛି ଗୋଟେ ଶୂନ ଗୋଟେ ଶୂନ ଗୋଟେ ଶୂନ ଗୋଟେ ଶୂନ 4×3 12 କେତେ ଆସିଲା ନା 12x ବୁଝିପାରିଲ ଠିକ ସେଇଭଳି ତୁମମାନଙ୍କର 70x ର 5% ହିସାବରେ କେତେ ବର୍ଷରେ ନା 4 ବର୍ଷରେ କେତେ ହବ ଗୋଟେ ଶୂନ କାଟିଲି ଆକୁ ଆଧିରେ କଲେ 2 କୁ ଆଧିରେ କାଟିଲେ କେତେ 2 7 ଦୁଗୁଣେ 14x ତ ଆସୁଛି 14x ତାହେଲେ ଦୁଇ ଜଣଙ୍କର ଭ୍ୟାଲୁ ବର୍ତ୍ତମାନକୁ ଆମେ ଆଡ୍ କରିବା 12x 14x ତ କେତେ ଆସିଲା 26x ତାହେଲେ ଆମେ କହିପାରିବା 26x ଇଜ ଇକ୍ୱାଲ ଟୁ 1300 ଓକେ ତାହେଲେ x ର ଭ୍ୟାଲୁ କେତେ ଆସିଲା 1300 ଡିଭାଇଡେଡ୍ ବାଇ 26 ଏଟାକୁ 13 କାଟିଲେ ଏଟା ହଉଛି 100 13 କାଟିଲେ 2 ତ 50 ଆସିଲା କେତେ ଆସିଲା 50 ଆସିଲା ତ ଯେହେତୁ 50 ଆସିଲା ମତେ କାହାର ଭ୍ୟାଲୁ ପଚାରିଛି বি ର ଭ୍ୟାଲୁ ପଚାରିଛି বি ହଉଛି 70x 70x ମାନେ ଆମେ କଣ କରିବା 70 ଇଣ୍ଟୁ 50 7×5 35 ରେ ଡବଲ ଶୂନ ବୁଝା ପଡ଼ିଲା ସମସ୍ତଙ୍କୁ କ୍ଲିୟର ଅଛି ସମସ୍ତେ କୋଉ ଟାଇପ ର ମୁଁ ଆଟେଣ୍ଡ ନଉଛି ତ ସେଟା ଗୋଟେ ଇମ୍ପୋର୍ଟାଣ୍ଟ ରହୁଛି क्वेश्चन नंबर 2 नंबर को जीवा टाइमर स्टार्ट क्वेश्चन नंबर 2 नंबर टाइमर स्टार्ट जल्दी स्पीड रे आंसर आसुଛି
जल्दी स्पीड रे ऑलरेडी 1 मिनिट ହେଇଗଲା ଆଜି କଣ ଏତେ ହାତ ପୁରା ସ୍ଲୋ ହେଇଯାଇଛି ସମସ୍ତଙ୍କର 1 ମିନିଟ ଭିତରେ ବି ଆନ୍ସର ଆସିଲାନି ଡି ହେଲା ଆଚ୍ଛା ଦେଖ ସେ କହିଲା ଏ ମ୍ୟାନ୍ ଇନଭେଷ୍ଟେଡ 25% ଏମାଉଣ୍ଟ କଣ ନା ଫୁଡ ତ ଯଦି ସେ ଯେତିକି ଟଙ୍କା ପାଉଛି ତାର 25% କୋଉଥିରେ ଇନଭେଷ୍ଟମେଣ୍ଟ ଧର ସେ 100 ଟଙ୍କା ପାଉଛି 25% ଇନଭେଷ୍ଟମେଣ୍ଟ କରୁଛି ଫୁଡରେ ଆଣ୍ଡ ରିମେନିଂ ମାନେ ଯାହା ବଳିଲା ତାର ସ୍ପେଣ୍ଡ କରୁଛି କେତେରେ ନା 20% ରେଣ୍ଟରେ and the and the man spent 20% ଆଉ ଯାହା ବଳିଲା ତା 20% ଏଜୁକେସନ ପାଇଁ ଖର୍ଚ୍ଚ କରୁଛି ତା ଖାତରେ ସେଭିଂ ହଉଛି କେତେ ନା ତୁମର 19,200 ଟଙ୍କା ସେଭିଂ ହଉଛି ଫାଇଣ୍ଡ ଦ ମନ୍ଥଲି ଇନକମ୍ ଧରକର ମୁଁ ତୁମମାନଙ୍କୁ କହିଲି ମୁଁ 100x ପାଉଛି ମନ୍ଥଲି ତ ପ୍ରଥମେ ମୁଁ 25% ଫୁଡ ପାଇଁ କରୁଛି ମାନେ ମୋ ପାଖରେ ବଳିଲା କେତେ ନା 75/100 ଏଇ ଜାଗା ବୁଝିପାରିଲେ ସମସ୍ତେ ଠିକ ସେକେଣ୍ଡ ଷ୍ଟେପରେ ଆଉ ଯାହା ବଳିଲା କିଏ ସେ ଏତିକିଟା ହିଁ ବଳିଲା 20% ମୁଁ କଣ କଲି ନା ଖର୍ଚ୍ଚ କରିଦେଲି ରେଣ୍ଟ ପାଇଁ ତାର ଆଉ ବଳିଲା କେତେ 80/100 ଇଣ୍ଟୁ ଆଉ ଯାହା ବଳିଲା ମାନେ କଣ ଏତିକି ତାର 20% ଏଜୁକେସନ ପାଇଁ ମୁଁ ଖର୍ଚ୍ଚ କଲି ତାର ଆଉ ବଳିଲା କେତେ 80/100 ଏବେ ମୁଁ ସିମ୍ପ୍ଲିଫାଇ କରିବି 100 କ୍ୟାନସେଲ ଗୋଟେ ଶୂନ 75 କାଟିଲେ ଏଟା 3 75 କାଟିଲେ ଏଟା ହଉଛି 4 4 କାଟିଲେ ଏଟା ହଉଛି ନା 2 8 ଦୁନେ 16 16 ତିରି କେତେ ଆସୁଛି 36 18 8 1 48 ତାହେଲେ ମୋର ବାହାରିଲା ଭ୍ୟାଲୁ କେତେ ନା 48x ବାହାରିଲା ତାହେଲେ ମୁଁ ଏଇଠି କହିପାରିବି 48x ଇଜ ଇକ୍ୱାଲ ଟୁ 19,200 ତାହେଲେ x ର ଭ୍ୟାଲୁ କେତେ ଆସିଲା ନା 19,200 ଡିଭାଇଡେଡ୍ ବାଇ 48 19,200 ଡିଭାଇଡେଡ୍ ବାଇ 48 ଆକୁ ସିମ୍ପ୍ଲିଫାଇ କଲେ କେତେ ଆସୁଛି ଯଦି ମୁଁ ଆକୁ ଆଧିରେ କାଟୁଛି ଏଟା ହବ କେତେ 400 ହେଇଯିବ ବୋଧେ ଆଉ ସିମ୍ପ୍ଲିଫାଇ କଲେ 400 ହବ 400 ହେଲେ ତାହେଲେ ଆମର 100x ର ଭ୍ୟାଲୁ କେତେ ଆସିବ ନା 100 ଇଣ୍ଟୁ 400 ମାନେ 4ରେ 4ଟା ଶୂନ ବୁଝିପାରିଲେ ସମସ୍ତେ ହଁ କି ନା ପୁରା କ୍ଲିୟର ଅଛି ଥ୍ୟାଙ୍କ ୟୁ ଏବେ ଯିବା ନେକ୍ସଟ କ୍ୱେଶ୍ଚିନ୍ ନେକ୍ସଟ କ୍ୱେଶ୍ଚିନ୍ କହିଲେ କ୍ୱେଶ୍ଚିନ୍ ନମ୍ବର 3 ନମ୍ବର 3 ନମ୍ବର ଆନ୍ସର କଣ ଆସିଲା ଜଲ୍ଦି ସବୁବେଳେ ମନେ ରଖିବ ଯେତେବେଳେ ତମେ କ୍ୱେଶ୍ଚିନ୍ କରୁଥିବ କ୍ୱେଶ୍ଚିନ୍କୁ ଯେତିକି ପଢୁଥିବ ତାର ଗୋଟେ ସର୍ଟ ଡାଇଗ୍ରାମଟେ ବନଉଥିବ ତାହେଲେ ତୁମକୁ ସହଜ ହବ ସବୁ ଜିନିଷ ବୁଝିବା ପାଇଁ କାହିଁକିନା ବହୁତ ସାରା ପିଲା ଥିବେ 2 ଥର 3 ଥର କ୍ୱେଶ୍ଚିନ୍ ପଢିବାକୁ ପଡେ ନାଇଁ ଆମେ ଥରେ ପଢିବା ଥରକରେ ଡାଇଗ୍ରାମ ବନେଇବା ଦେଖ ସେ କହିଲା ଏ ମ୍ୟାନ୍ କଭର 120 କିଲୋମିଟର ଡିଷ୍ଟାନ୍ସ 5 କିଲୋମିଟର ତାହେଲେ 120 କିଲୋମିଟର ଡିଷ୍ଟାନ୍ସ ଯାଉଛି କିଲୋମିଟର ଯାଉଛି କେତେ ଘଣ୍ଟାରେ ନା 5 ଘଣ୍ଟା ଇଫ୍ ଦ କାର୍ କଭର ହଉଛି ତୁମର 84 କିଲୋମିଟର ଡିଷ୍ଟାନ୍ସ ଓରିଜିନାଲ ସ୍ପିଡ ତ ଆଉ ଗୋଟେ ଡିଷ୍ଟାନ୍ସ କହିଲା ତା ଅର୍ଥ 84 କିଲୋମିଟର ସେ ଯିବ ଓରିଜିନାଲ ସ୍ପିଡ ଅର୍ଥ ପ୍ରଥମେ ଯେତିକି ସ୍ପିଡ ଯାଉଥିଲା ସେଇ ସ୍ପିଡ ଯିବ ତାପରେ କଣ କହିଲା ଆଣ୍ଡ 135 କିଲୋମିଟର ଫେର 135 କିଲୋମିଟର କିଲୋମିଟର 25% ଇନକ୍ରିଜ ଦ ସ୍ପିଡ ତ ସ୍ପିଡ ଯେତିକି ଥିଲା ତାର 25% ଇନକ୍ରିଜ ହବ ମାନେ 125 ହବ ଓକେ ସେ କହିଲା ଫାଇଣ୍ଡ ଟୋଟାଲ ଟାଇମ ଟେକେନ୍ କାର କଭର ଟୋଟାଲ ଡିଷ୍ଟାନ୍ସ ଏଇ ଯୋଉ ଡିଷ୍ଟାନ୍ସ ଟାକୁ ସେ କଭର କଲା ତାହେଲେ କେତେ ସମୟରେ ସେ କଭର କରିବ ତାହେଲେ ମୁଁ ଏଠି କଣ ବାହାର କରିବି ଆଗ ଓରିଜିନାଲ ସ୍ପିଡ ବାହାର କରିବି 120 କିଲୋମିଟରକୁ 5 ଘଣ୍ଟା ଲାଗେ ସ୍ପିଡ ଇଜ ଇକ୍ୱାଲ ଟୁ ଡିଷ୍ଟାନ୍ସ ବାଇ ଟାଇମ ଡିଷ୍ଟାନ୍ସ ହଉଛି 120 ଟାଇମ ହଉଛି 5 ଆକୁ ସିମ୍ପ୍ଲିଫାଇ କଲେ କେତେ ହଉଛି 5 ଦୁନେ 10 10 ହଉଛି ହଁ 24 କିଲୋମିଟର/ଆୱାର ତାହେଲେ ମୁଁ ଏଉଠୁ ପାଇଗଲି ଯେ ମୋର ଓରିଜିନାଲ ସ୍ପିଡ ତ ପ୍ରଥମ କଥା କଣ ଆସିଲା ଯେ 48 କିଲୋମିଟର ମୁଁ ଯିବି ମୋର ଓରିଜିନାଲ ସ୍ପିଡରେ ଟାଇମ କେତେ ଆସିବ 48/24 ଆକୁ ଏଥିରେ କାଲି କେତେ ହଉଛି ସିମ୍ପ୍ଲିଫାଇ କଲେ କେତେ ହଉଛି 48/24 କେତେ ତୁମର 2ରେ କାଲି ଏଟା କେତେ ହଉଛି ନା 4ରେ ବି ଏଟା କଟିବ 4 × 4 4 2 8 4 × 4 ଆକୁ 4 କାଲି କେତେ ହଉଛି 6 ନା ନାଇଁ 6 ହେଲେ କେତେ 3 କାଲେ 7 3 କାଲେ 2 7/2 7/2 ଅର୍ଥ 3.5
3.5 आवर लगे तो प्रथम टा पाइगले केते घंटा आमको लगिला हाँ 84 तो 84 लिखा 84 डिवाइडेड बाय 24 एथरो ठीक अछि कि भूल अछि किसी मिस्टेक नहीं अच्छा ताहले प्रथमे जो मु 48 किलोमीटर जीवी सॉरी 84 किलोमीटर जीवी मते केते समय লাগিব 3.5 किलोमीटर किंतु से एया कहिला जेतेबेले मु 125 135 किलोमीटर जीवी मो स्पीड को बढ़ेबी 25 किलोमीटर माने 25% बढ़ी जीवो એટલે स्पीड थला 24 24 इंटू 125 बाय 100 25 रे गले 5 25 गले 4 4 आपको कले केते होची ना 6 6 पंचा 30 किलोमीटर पर आवर ताले मु ए जो डिस्टेंस को कवर करबी केते किलोमीटर पर आवर रे 30 किलोमीटर पर आवर ताले समय केते लागियो ना 135 डिवाइडेड बाय 30 135 डिवाइडेड बाय 30 कारण एटा होची डिस्टेंस एटा होची स्पीड तो टाइम हला आको 5 से कले केते होची 5 के 5 ने 10 7 पंचा 35 आको 5 कले केते होची 6 देन आको 3 ने कले एटा केते होची 9 आसुची आको 3 कले 2 तो 4.5 4.5 आवर ये थला 3.5 आवर तो समस्त को मिसई देले केते होची ना 8 घंटा बुझिबेल टिके तुम मान को एटा लागि परे लंबा होलिया किंतु एटा बहुत सहज किंतु तुमे जदि स्पीड रे कैलकुलेशन करिवो कोनोसी असुविधा नहीं पूरा क्लियर हलो समस्त क्वेश्चन नंबर 3 और ए फॉर्मेट रे ही तुम एग्जाम को फेस करिवो ए टाइप ऑफ क्वेश्चन अच्छा क्वेश्चन नंबर 4 नंबर को क्वेश्चन नंबर 4 ए शॉपकीपर ए शॉपकीपर सोल्ड द आर्टिकल 2400 टଙ୍କା रे बिकला से बिकुची केते टଙ୍କା रे 2400 टଙ୍କା रे बिकुची प्रॉफिट केते करछि ना 20% से प्रॉफिट करछि जदि से बिकुची 2400 रे 20% ना प्रॉफिट करछि द डिस्काउंट अलाउ ऑन द आर्टिकल इज 20% माने जदि से डिस्काउंट अलाउ करछि 20% डिस्काउंट अलाउ करछि इफ सॉरी तो डिस्काउंट अलाउ ऑन द आर्टिकल होछि हां 20% डिस्काउंट देकी से बिकुछि तार मार्केट प्राइस जहाँ थिला तार मार्केट प्राइस जहाँ थिला ता ऊपर 20% से डिस्काउंट दे बिकिछि इफ अलाउ 10% डिस्काउंट ऑफ द आर्टिकल फाइंड द प्रॉफिट ऑफ द आर्टिकल जदि से 20% डिस्काउंट न दे थांता तल ता प्रॉफिट केते हिसाब देखो प्रथम कथा इथे हमको ना मार्केट प्राइस देछि ना हमको कॉस्ट प्राइस देछि किछि मूल्य दे हमको ना परसेंटेज रे पछाछि वैल्यू पछाछि मु बिकुछि केते 2400 रे बिकुछि दिनेश कौन होछि मु 2400 रे बिकुछि 24 रे बिकुछि द्वारा मोर 20% लाभ होछि ताले मोर किना मूल्य केते फर्स्ट मते को मोर किना मूल्यटा केते ताले केते हबो ना 2400 इनटू 100 बाय 120 गोटे सुन कटि गला 12 कलेटा होछि 20 2000 टका ताले मोर किना मूल्य पाइ गेली 2000 टका फर्स्ट क्लियर होला समस्त तो वर्तमान मार्केट प्राइस बाहर करे अछि बर्तमान मते कौन बाहर करे अछि मार्केट प्राइस बाहर करे अछि ताले मार्केट प्राइस केते हबो ना 2400 इनटू 100 बाय 80 80 काहे कि लिखिली आफ्टर 20% डिस्काउंट देला परे मु जे किछि ता तो आर वैल्यू मो बाय ओबे 80 सिंपलीफाई करिया गोटे सुन 8 3 24 माने 30 माने 3000 एठी समस्त क्लियर हल ताले मोर वर्तमान कोन बाहरला ना वर्तमान मोर बाहरला कॉस्ट प्राइस होछि 2000 टका अब वर्तमान मोर मार्केट प्राइस होछि केते 3000 टका ताले एबे आ गोटे नुवा पॉइंट कहला जदि मु 10% डिस्काउंट दिथांती ताले 3000 टंकार 10% डिस्काउंट देले केते हबो 90 बाय 100 2 शून्य 2700 ताले मोर लाभ केते टंका हबो 2000 टंका जिनिस को मु 2700 टंका रे बिकुछि त लाभ हबो केते 700 टंका लाभ हबो केते 700 बुझे पाइला समस्त एवरीवन क्लियर नो झिलिमिली पूरा क्लियर कर को टाइम में क्वेश्चन आसुची और केमिति मु अटेम्प्ट नोची दैट्स द इंपोर्टेंट जदि गोटे पिलार कांसेप्ट क्लियर अछि से डेफिनेटली समस्त क्वेश्चन को से करि परिबो यदि कांसेप्ट क्लियर नै 100 टा क्वेश्चन देले भी बेनिफिट किछ नै बट कांसेप्चुअली से क्लियर तो दरकार चल क्वेश्चन जीवा तुमनकर 5 नंबर क्वेश्चन कौन कहूची जे ए बी सी कैन डू ए वर्क एतिके एतिके दिन में छान आगो मु डायग्राम बनै दउची देन तुमन आक करबो तो ए गोटे काम को केते सरुची ना 48 दिन रे बी गोटे काम को सरुची 72 दिन रे सी गोटे काम को सरुची 14 दिन
इफ ए आउ बी टुगेदर कैन डू ए वर्क को 8 दिन रे जदि ए आउ बी मिसिकी गोटे काम को 8 दिन रे सारती then find the time taken b complete the remaining work ନାଇଁ ସେ ଏ ବି ଟୁଗେଦର କ୍ୟାନ୍ ଡୁ ଦ ୱାର୍କ 8 ଦିନ ସେମାନେ ସାଙ୍ଗ ହେଇକି କାମ କଲେ ସାଙ୍ଗ ହେଇ କରିସାରିଲା ପରେ ତାପରେ ସେ ପଳେଇଛନ୍ତି ଦେନ୍ ଦ ଫାଇନ୍ ଦ ଟାଇମ୍ ଟେକେନ୍ ସି କମ୍ପ୍ଲିଟ୍ ଦ ରିମେନିଂ ୱାର୍କ ମାନେ ସି ବଳକା କାମ କେତେ ଦିନ ସାରିବ ତାହେଲେ ଏଠି ଆମେ କଣ ବାହାର କରିବାର ଅଛି ପ୍ରଥମେ ନା ଏଠି ଆମକୁ 3 ଜଣଙ୍କର ଏଲସିଏମ୍ ବାହାର କରିବାର ଅଛି ମତେ କୁହ 3 ଜଣଙ୍କର ଏଲସିଏମ୍ ଟା କେତେ ଆସିବ 3 ଜଣଙ୍କର ଏଲସିଏମ୍ କେତେ ଆସିବ ଆନ୍ସର 48 72 54 ଏଲସିଏମ୍ କେତେ ଏଲସିଏମ୍ କୁହ ମୁଁ ୱେଟ୍ କଲି ତମକୁ କିଛି ଆସୁନି 1296 ଆଉ ଅଙ୍କିତା ହଉଛି 432 କାହାର ଠିକ କୋଉଟା ଠିକ ହବ ଆଉ ମୁଁ କାଲକୁଲେସନ କରିନି ନା 432 ଆସିବ ତାହେଲେ ଠିକ ଅଛି 432 ଆଚ୍ଛା 432 କୁ 48 ଡିଭାଇଡ କଲେ କେତେ ହଉଛି 432 କୁ 48 ଡିଭାଇଡ କଲେ କେତେ ଆସିଲା ଆମର 432 କୁ 48 ଡିଭାଇଡ କଲେ କେତେ ଆସୁଛି ହଁ ଆସୁଛି 9 ତ ଆଚ୍ଛା ଠିକ ସେ ଭଳି 72 ଡିଭାଇଡ କଲେ କେତେ ଆସୁଛି ମୁଁ କାଲକୁଲେସନ କରିନି ତୁ ସେଥିପାଇଁ ପଚାରୁଛି 72 ଡିଭାଇଡ କଲେ କେତେ ଆସୁଛି 6 ଆସୁଛି 6 ହଉଥିବ ନା 9 ଆସୁଛି ମାନେ 72 ଡିଭାଇଡ କଲେ ଆସୁଛି 6 ଦୁରେ 12 2 1 6 ଆସିବ ୟୁନିଟ ପ୍ଲେସ କୁ ନେଇକି କାଲକୁଲେସନ କଲେ ବି ହେଇଯିବ ଓକେ ଚलो ତାପରେ ଆସିଲା 50 ରେ ଡିଭାଇଡ କଲେ 8 ଆସିବ ତାହେଲେ ଏଇଠି ଆମେ ପାଇଗଲେ ଏଇ ସବୁ ଜିନିଷ ପାଇଗଲେ ତ ଏବେ କ୍ୱେଶ୍ଚିନ୍ ଆସିଲା ଏ ଆଉ ବି ଏ ପ୍ଲସ ବି ଏ ପ୍ଲସ ବି କେତେ ଦିନ କାମ କରୁଛନ୍ତି 5 ଡେ କାମ କରୁଛନ୍ତି ଏ ପ୍ଲସ ବି ଦିନକୁ କେତେଟା କାମ କରୁଛନ୍ତି 9 + 6 9 6 15 15 ଅଷ୍ଟା କେତେ 8 5 40 0 4 8 8 4 12 120ଟା କାମ ସାରିଛନ୍ତି ହଁ କି ନା କେତେଟା କାମ ସାରିଛନ୍ତି 120ଟା କାମ ସାରିଛନ୍ତି ତ ମୋର କାମ ଥିଲା କେତେ 432ଟା 120ଟା କାମ ସରିଗଲା ଆଉ ରହିଲା କେତେ 2 1 3 କେତେଟା କାମ ମୋ ପାଇଁ ବଳିଛି ଆଉ ନା 312ଟା କାମ ମୋ ପାଇଁ ବଳିଛି ଏ 300 କାମ ବାହାରୁ କିଏ କରିବ ସିଏ କରିବ ସିଏ ଦିନକୁ କରୁଛି କି 8ଟା ଡିଭାଇଡେଡ୍ ବାଇ 8 8 ହେଲେ କେତେ ହଉଛି 8 3 ହଁ 8 3 24 24 39 ବୁଝିପାରିଲ ଦେଖ ଏ କ୍ୱେଶ୍ଚିନ୍ ଟା ତମକୁ ସହଜ ଦେଲା କିନ୍ତୁ କାଲକୁଲେସନ ଟିକେ ଟଫ୍ କରିଦେଲା ତ ଏଟା ହଉଛି ଏକ୍ସାମିନର ଗୋଟେ ଟ୍ରିକ୍ ଯେ ସେ ତମକୁ କ୍ୱେଶ୍ଚିନ୍ ଯଦି ସହଜ ଦଉଛି କାଲକୁଲେସନ ଟଫ୍ କରିଦଉଛି କ୍ୱେଶ୍ଚିନ୍ ଯଦି ଟଫ୍ ଦଉଛି କାଲକୁଲେସନ ଇଜି କରିଦଉଛି ତ ସେଥିପାଇଁ ତମେ ଟିକେ ଦିମାଗ ଖର୍ଚ୍ଚ କରି କାମ କରିବା ଦରକାର ଯିବା ନେକ୍ସଟ କ୍ୱେଶ୍ଚିନ୍ କୁ କ୍ୱେଶ୍ଚିନ୍ ନମ୍ବର 6 ନମ୍ବର କ୍ୱେଶ୍ଚିନ୍ ନମ୍ବର 6 91 112 136 164 197 ଆଉ ଯେତେବେଳେ ଏଇ ସବୁ ସିରିଜ ଥାଏ ପ୍ରଥମେ କଣ କରିବା ଏମାନଙ୍କ ଭିତରେ ଡିଫରେଣ୍ଟ ବାହାର କରିବା ଏମାନଙ୍କ ଭିତରେ ଡିଫରେଣ୍ଟ ପ୍ରଥମେ ଡିଫରେଣ୍ଟ କେତେ ଆସିଲା 12 9 ହଉଛି କେତେ ତୁମଙ୍କର 21 ହଁ ତ ଏଠି ଡିଫରେଣ୍ଟ କେତେ ଆସିଲା ଏଠି କେତେ ଡିଫରେନ୍ସ ଆସିଲା 4 24 ଆଙ୍କ ଭିତରେ ଡିଫରେଣ୍ଟ କେତେ ଆସିଲା 28 ଆଚ୍ଛା ଆଙ୍କ ଭିତରେ ଡିଫରେଣ୍ଟ କେତେ ଆସିଲା 33 ଦେଖ ଏଠି ଆମେ ସିରିଜ କଣ ପାଇଲେ ଦେଖ ଏଥିରେ କେତେ ହେଲା +3 +4 +5 ତାପରଟା କଣ ଆସିବ +6 ହବ +6 ହବ ମାନେ 33 6 ହଉଛି କେତେ 39 ତ 39 ଟାକୁ ଆମେ ମିଶିବା କୋଉଥିରେ 197 ରେ ମିଶିବା 197 ପ୍ଲସ୍ 39 9 9 6 16 6 1 10 13 3 1 2 36 ପୁରା ବୁଝିପାରିଲେ ସମସ୍ତେ ଏଭରିୱାନ୍ କ୍ଲିୟର ଥ୍ୟାଙ୍କ ୟୁ ଏବେ ଯା କ୍ୱେଶ୍ଚିନ୍ ନମ୍ବର 7 ନମ୍ବର କ୍ୱେଶ୍ଚିନ୍ ବୁଝିବ କ୍ୱେଶ୍ଚିନ୍ ନମ୍ବର 7 ठीक है 30 सेकेंड କାହାର ଆନ୍ସର ଆସିବ କ୍ୱିକ୍ ସ୍ପିଡ୍ ଟାଇମର ଦିଆହେଲା 10 ସେକେଣ୍ଡ ହେଇଗଲା
बी अंकिता देखा जो 16 सेकेंड बी ମାନେ 10 ସେକେंड 16 ସେକେंड ବି ଆନ୍ସର ହେଇଯାଉଛି ଓକେ ଥ୍ୟାଙ୍କ ୟୁ ଦେଖ ତ ଏଇଟା ହଉଛି ଟ୍ରିକ୍ ଏଇଟା ଯିଏ ଆକ୍ଚୁଆଲି ମୁଁ କହେ ଯାହାର ଫାଉଣ୍ଡେସନ କ୍ଲିୟର ତେଣିକି ତାର କିଛି ପ୍ରୋବ୍ଲେମ ନାହିଁ ସେ କହିଲା ଡିଫରେଣ୍ଟ ବିଟୁଇନ୍ ଏମାଉଣ୍ଟ ଇନଭେଷ୍ଟ 12% ହିସାବରେ 3 ବର୍ଷ 8 ବର୍ଷ ଭିତର ଡିଫରେଣ୍ଟ ହଉଛି ସିମ୍ପଲ ଇଣ୍ଟରେଷ୍ଟ ରହୁଛି ଏତିକି ଟଙ୍କା ଫାଇନ୍ ଦ ଏମାଉଣ୍ଟ ତାହେଲେ ଏଇ ଯୋଉ ଦି ଜଣ ଭିତରେ ବୟସର ଗ୍ୟାପ୍ କେତେ ବୟସର ଗ୍ୟାପ୍ କେତେ 5 ବର୍ଷର ଗ୍ୟାପ୍ 5 ବର୍ଷର ଗ୍ୟାପ୍ ମାନେ ଆମେ ଯଦି ପରସେଣ୍ଟେଜ ହିସାବରେ ଦେଖିବା 12×5 = 60%। 12×5 = 60%। ମୁଁ କହିପାରିବି 60% ଇଜ ଇକ୍ୱାଲ ଟୁ 2880। ତାହେଲେ 1% କେତେ ହବ ନା 2880 ବାଇ 60 ଇଣ୍ଟୁ 100। ଗୋଟେ ଶୂନ କଟିଗଲା ତ ଇଏ କଟିବ ଏଟା କଟିଯିବ ନା 200 ଇଏରେ 6 24 ହେଲେ 48 ହଁ 48 ଡାଇରେକ୍ଟ ଆସିଲା ଏଠି ଆଉ ବୁଝିପାରିଲେ ସମସ୍ତେ नो इश्यू नो डाउट। ଏବେ ଯିବା ନେକ୍ସଟ କ୍ୱେଶ୍ଚନ କ୍ୱେଶ୍ଚନ ନମ୍ବର ତୁମମାନଙ୍କର 8 ନମ୍ବର କ୍ୱେଶ୍ଚନ फाइंड द फाइंड 4 year एगो माने 4 वर्ष पूर्वे द रेशियो ऑफ ए एंड सी होछु देखिकी and A is 4 year younger than C. Find the age of C 5 year hence ତ ଆଗକୁ ତାହେଲେ ବର୍ତ୍ତମାନ ଏଠି ଅଛନ୍ତି ଏ ମାନେ ଆମେ ଜାଣିଲେ 4 ବର୍ଷ ପୂର୍ବକୁ ଯିବା ମାନେ 4 year ଏଗୋ ନା 4 ବର୍ଷ ପଛକୁ ଯିବା ରେସିଓ ଅଫ ଏ ଆଣ୍ଡ ସି ର ରେସିଓ ହଉଛନ୍ତି କେତେ 3:4 ଓକେ ତ 3:4 ମାନେ ଗୋଟେ 3x ହେଲା ଗୋଟେ 4x ହବ ବୁଝିପାରିଲ ନାଇଁ ତ ସେ କହୁଛି ଏ ଇଜ 4 ବର୍ଷ ୟଙ୍ଗର ଦେନ୍ ସି ୟଙ୍ଗର ଅର୍ଥ ସାନ ତ ଏ ସି ଠାରୁ କେତେ ବର୍ଷ ସାନ 4 ବର୍ଷ ସାନ ତାହେଲେ ମୁଁ ଏଇଠୁ ପାଇଗଲି ଯେ ଏ ଦି ଜଣଙ୍କର ଡିଫରେଣ୍ଟ ହଉଛି ଏକ୍ସ ତ ଏକ୍ସ ଇଜ ଇକ୍ୱାଲ ଟୁ 4 ଏକ୍ସ ଇଜ ଇକ୍ୱାଲ ଟୁ 4 ଅର୍ଥ ଏ ର ବୟସ କେତେ ହବ 12 ବର୍ଷ ବି ର ବୟସ କେତେ ହବ 16 ବର୍ଷ ଏ ପର୍ଯ୍ୟନ୍ତ ସମସ୍ତେ ବୁଝିପାରିଲ ତାପରେ ସେ ପଚାରିଲା ଫାଇଣ୍ଡ ଦ ଏଜ୍ ଅଫ୍ ସି 5 years ହେନ୍ସ ମାନେ ବର୍ତ୍ତମାନ ଏଠି ସେ ଅଛି 5 ବର୍ଷ ପରେ କେତେ ହବ କାହାର ନା ଏ ର ସରି ସି ର ସି ର ବର୍ତ୍ତମାନ ବୟସ 16 ଏଠି 4 ବର୍ଷ ମିଶିଲେ ବର୍ତ୍ତମାନ ହବ 20 20ରେ 5 ମିଶିଲେ ହବ କେତେ 25 ତ ବର୍ତ୍ତମାନ ଆମେ କହିପାରିବା ସି ର ବୟସ ଆଫ୍ଟର 5 years ବିକେମ୍ 25 years ବୁଝିଲା ସମସ୍ତଙ୍କୁ ଦେଖ ମୁଁ ତୁମକୁ ମିକ୍ସ କ୍ୱେଶ୍ଚିନ୍ ଦଉଛି କିଛି କ୍ୱେଶ୍ଚିନ୍ ପୁରା ଟପ୍ ଲେବୁଲ ରହୁଛି କିଛି ମିଡିୟମ ଲେବୁଲ ରହୁଛି ତ ଏଇ ଟାଇପ ଏକ୍ସାମରେ ଫେସ୍ କରିବ ଆଉ ଏଇ ଟାଇପ ହିଁ ତମେ ପ୍ରାକ୍ଟିସ ରହିବ ଓକେ ଯିବା ଆମେ ନେକ୍ସଟ କ୍ୱେଶ୍ଚିନ୍ ନମ୍ବର 9 ଦେଖାଯାଉ କାହାର ଆନ୍ସର ଆସୁଛି ୱିଦିନ୍ 30 ସେକେଣ୍ଡ କୁଇକ୍ 30 ସେକେଣ୍ଡ ଜଲ୍ଦି 30 अच्छा ଏତେ ସ୍ପିଡ ମାନେ 30 ସେକେଣ୍ଡ ବି ହେଲାନି 20 ସେକେଣ୍ଡ ଆନ୍ସର ଥ୍ୟାଙ୍କ ୟୁ ସେ କହିଲା ଦେଖ ଦ କ୍ୱାଣ୍ଟିଟି ଅଫ ମିକ୍ସଚର ତ ମିକ୍ସଚର କେତେ ଅଛି ନା 108 ଲିଟର ମିକ୍ସଚର ଅଛି କଣ କଣ ଅଛି ମିଲ୍କ ଆଣ୍ଡ ୱାଟର ଅଛି ଓକେ ଏମାନଙ୍କ ରେସିଓ କେତେ ଅଛି ନା 5:4 ତ ଏଇଠି ହଉଛି ଗେମ୍ ଚେଞ୍ଜିଂ 5:4 ମାନେ ଆମେ କହିବା 9ର ମୂଲ୍ୟ ହଉଛି 108 9ର ମୂଲ୍ୟ ହଉଛି 108 ତାହେଲେ 1 ହେଲା କେତେ ନା 108/9 9 के 9 9 दूनी 18 12 ଆସିଲା 12 ହେଲା 12×5 = 60 ଲିଟର ଇଏ ନବ 12×48 ଲିଟର ଇଏ ନବ ଫାର୍ଷ୍ଟ ଷ୍ଟେପ ପୁରା କ୍ଲିୟର ଆଗ ଆମେ ଦି ଜଣଙ୍କ ଭ୍ୟାଲୁ ଚେଞ୍ଜ କରି ବାଛିଦେଲେ x ଲିଟର ଅଫ ୱାଟର ଏଥିରେ ସେ କହିଲା ମୁଁ କେତେ ୱାଟର ଏଥିରେ ଆଡ୍ କରିବି x ଲିଟର ୱାଟର ଆଡ୍ କରିବି ମତେ x ର ଭ୍ୟାଲୁ ମତେ ଜଣା ନାହିଁ ଦ ରେସିଓ ତ ମିଲ୍କ ଆଣ୍ଡ ୱାଟର ବିକେମ୍ ଆଉ ନୂଆ ରେସିଓ କେତେ ହେଇଯିବ 10:3 ହେଇଯିବ ନୂଆ ରେସିଓ କେତେ ହବ 10:3 ହେଲା x ଲିଟର ଅଫ ୱାଟର ଟେକେନ୍ ଆଉଟ୍ ମାନେ ବାହାର କରି ନେଇଗଲା x ଲିଟର ଅଫ ୱାଟର ଟେକେନ୍ ଆଉଟ୍ ତାପରେ ପଚାରିଲା ଫାଇଣ୍ଡ x ଭ୍ୟାଲୁ ପଚାରିଲା ଦେଖ 9 କେମିତି ହେଲା ଦେଖୁନା ଏ ଯୋଉ ଇଏ ନବ 5 ଭାଗେ ଇଏ ନେଲା 4 ଭାଗେ ତ ଟୋଟାଲ ଭାଗ ହେଲା କେତେ 9 ଭାଗ 9 ଭାଗକୁ 108 ଲିଟର ସେଇ ହିସାବରେ ମୁଁ ଭାଗ କଲି ଭାଗ ପଇଲା 12 ଲିଟର ଇଏ ନବ 5 ଲିଟର ମାନେ 60 ଇଏ ନବ ହଉଛି 4 ଭାଗ ମାନେ 48 ଓକେ ତ ମୁଁ ଗୋଟେ ଜିନିଷ ତମାନଙ୍କୁ କହୁଛି ଆମର ମିଲ୍କ ଆଗରୁ ଯାହା ଥିଲା
ବର୍ତ୍ତମାନ ମିଲ୍କ ସେୟା ନା ନାହିଁ? ମିଲ୍କ କେବେ ଚେଞ୍ଜ ହେଇଛି କି? ୱାଟର ବାହାରି ଯାଇଛି, ମିଲ୍କ ସେୟା ନା ନାହିଁ? ତାହେଲେ ମୁଁ ସେଇଆକୁ ପଏଣ୍ଟ କରିବି। ତାହେଲେ 10ର ଭ୍ୟାଲୁ ହଉଛି 60, 10ର ଭ୍ୟାଲୁ ହଉଛି 60, 1ର ଭ୍ୟାଲୁ ହେଲା 6, 1 ଯଦି 6 ହେଲା ତାହେଲେ 3 କେତେ ଆସିବ? 18 ଆସିବ, 3 ଆସିବ। ତାହେଲେ ମୁଁ କେତେ ଲିଟର ବାହାର କରିଛି? ତାହେଲେ ମୁଁ କେତେ ଲିଟର ବାହାର କରିଛି? 30 ଲିଟର ବାହାର କରିଛି, 30 ଲିଟର ବାହାର କରିଛି। ପୁରା କ୍ଲିୟର ହେଲା ସମସ୍ତେ? ଦେଖ, ଆମକୁ ସବୁବେଳେ କ୍ୱେଶ୍ଚିନ୍ ଦିଏ ଆଗରୁ କଣ ନା କେତେ ଲିଟର ଭର୍ତ୍ତି କରୁଛ, କିନ୍ତୁ ଏଠି ବାହାର କରିବାକୁ ନେଇ କ୍ୱେଶ୍ଚିନ୍ ଦେଇଥିଲା। ପୁରା କ୍ଲିୟର? ଚାଲ ଯିବା ଆମେ ନେକ୍ସଟ କ୍ୱେଶ୍ଚିନ୍ କୁ। କ୍ୱେଶ୍ଚିନ୍ ନମ୍ବର 10 ନମ୍ବର, क्वेश्चन नंबर 10 नंबर आंसर को आंसर ହେଇଗଲା। ତ ମାର୍କେଟ ପ୍ରାଇସ୍ ଅଫ ଆର୍ଟିକଲ 80% ମୋର ଦ୍ୟାନ କଷ୍ଟ ପ୍ରାଇସ୍, ପ୍ରଫିଟ ପରସେଣ୍ଟ ହଉଛି ଏତିକି, ଫାଇଣ୍ଡ ଦ ଡିସକାଉଣ୍ଟ। ତ ଇଏ ହଉଛି କଷ୍ଟ ପ୍ରାଇସ୍, ଏଟା ହଉଛି ସେଲିଂ ପ୍ରାଇସ୍, ଏଟା ହଉଛି ମାର୍କେଟ ପ୍ରାଇସ୍। ମାର୍କେଟ ପ୍ରାଇସ୍ ହଉଛି 80% ଅଛି ଅଧିକ, 100 ଟଙ୍କା ହେଲେ 180 ଟଙ୍କା। डिस्काउंट ଦେଇଛି 20%, ତାର ଅର୍ଥ 180 ଇଣ୍ଟୁ 80 ବାଇ 100। ଓକେ, ଗୋଟେ ଶୂନ ଗୋଟେ ଶୂନ ଗୋଟେ ଶୂନ ଗୋଟେ ଶୂନ, 8 ଚଉ 32, 2 ରଖିନେଲେ 3, 8 କେ 8, 8 3 ହଉଛି 8, 9 10 11, 112 ଆସୁଛି ଟି 20% ଟି। ମୁଁ ଭୁଲ କଲି ଟି, ତୋର ଶୂନ ବାଇ ଶୂନ ଶୁଣ, 8 ଟା 64, 4 ରଖିଲି 6, 8 6 14। ଓକେ, ମାନେ ଏଇଠି ମିଷ୍ଟେକ୍ କଲି। ତ ଏଇଠି କେତେ ମୋର ଲାଭ କଲି? 44% ଲାଭ ହେଲା। क्वेश्चन करवा तरीका ମୁଁ ଭୁଲ କଲି, क्वेश्चन କରିବାଟା ମୁଁ ଭୁଲ କରିଛି। ମାନେ ଏଠି ମୁଁ ଡିସକାଉଣ୍ଟ ଟାକୁ ନେଇକି ଏପଟ ସେପଟ କରିଦେଲି। ସରି ସରି ସରି, ମୋ ତୋର ଭୁଲ ହେଇଛି। ଦେଖ, ସେ କହିଲା ପ୍ରଫିଟ ପରସେଣ୍ଟ ହଉଛି 20%। ପ୍ରଫିଟ 20% ମାନେ ଏଠି ଆଗ 120 ଲେଖିବି। ପ୍ରଫିଟ 20% ମାନେ ଆଗ ଲେଖିବି କଣ? 120 ଲେଖିବି। କାରଣ ଏଥିରେ ମତେ କହିଲା 80% ମୋର ଦ୍ୟାନ ଦ କୋଷ୍ଟ ପ୍ରାଇସ୍, କଷ୍ଟ ପ୍ରାଇସ୍ ଠାରୁ ମୋର ଭ୍ୟାଲୁ ହଉଛି 80% ଅଧିକା। ଇଏ ଯଦି 100 ହୁଏ, ଇଏ ହେଲା 180, ମୋର ଲାଭ ହଉଛି 20%, ମାନେ 120। ତାହେଲେ ଡିସକାଉଣ୍ଟ ଦିଆହେଇଛି କାହା ଉପରେ? 60 ଟଙ୍କାର ଡିସକାଉଣ୍ଟ ଦିଆହେଇଛି। କେତେ ଟଙ୍କା ଡିସକାଉଣ୍ଟ ଦିଆହେଇଛି? 60 ଟଙ୍କାର ଡିସକାଉଣ୍ଟ ଦିଆହେଇଛି। ତାହେଲେ ପରସେଣ୍ଟେଜ କେତେ? 60 ବାଇ 180 ଇଣ୍ଟୁ 100, ଗୋଟେ ଶୂନ କାଟିଲେ 3, 100 ବାଇ 3 ଇଜ ଇକ୍ୱାଲ ଟୁ 33.33। ମୁଁ ଟିକେ ଜଲ୍ଦି ଜଲ୍ଦି ଆକୁ ଭୁଲ କରିଦେଲି। ବୁଝିପାରିଲେ ସମସ୍ତେ? ସିଲି କ୍ୱେଶ୍ଚନ, କ୍ୱେଶ୍ଚନରେ କିଛି ନାହିଁ, କିନ୍ତୁ ମୁଁ ତାକୁ ଟିକେ ଏପଟ ସେପଟ ବୁଝିବା ଇ କରି ଭୁଲ କରିଦେଲି। ଚାଲ ଏବେ ଯିବା ନେକ୍ସଟ क्वेश्चन को। आंसर କେତେ ଆସିଲା? এটা ଟିକେ ମାନେ ଇଣ୍ଟରେଷ୍ଟିଂ क्वेश्चन, এটা ବୋଟ୍ ଆଣ୍ଡ ଷ୍ଟ୍ରିମ୍ ର क्वेश्चन ଟା। କେତେ ଆସିଲା आंसर? ଆଚ୍ଛା, ବୋଟ୍ ଆଣ୍ଡ ଷ୍ଟ୍ରିମ୍ ସବୁବେଳେ ଆମେ ମନେ ରଖିବା। ମୁଁ ତମକୁ କିଛି କନସେପ୍ଟ କହୁଛି। ଆଚ୍ଛା, डाउन स्ट्रीम ର ଫର୍ମୁଲା କ'ଣ ଆମେ ଫାଷ୍ଟ ବୁଝିବାର ଅଛି। ଏଇ ଚାରିଟା ଜିନିଷ ସବୁବେଳେ ମାଇଣ୍ଡ ରଖିଥିବ। डाउन स्ट्रीम କହିଲେ କ'ଣ ବୁଝିବା? डाउन स्ट्रीम କହିଲେ କ'ଣ? u ପ୍ଲସ୍ v, u ପ୍ଲସ୍ v। अपस्ट्रीम कहले u माइनस v। ता अर्थ माने डाउन स्ट्रीम अर्थ स्रोत जुआड़े, गाड़ी सियाड़े, माने डंगा सियाड़े। अपस्ट्रीम अर्थ विपरीत दिगरे। जदि मते पचाला बोट रो वैल्यू केते, तले बोट रो वैल्यू केते हबो? अपस्ट्रीम प्लस डाउन स्ट्रीम बाय 2। सेही भली जेतेबेले मते पचारे झरणार बा स्ट्रीम रो वैल्यू पचारे, तो एठी अपस्ट्रीम माइनस डाउन स्ट्रीम बाय 2, एटा होचे मोर कांसेप्ट। तो एठी मते देइछि कोन? से कहिछि तो रेशियो ऑफ द स्पीड ऑफ द बोट, रेशियो ऑफ द स्पीड ऑफ द बोट टू द स्पीड ऑफ द स्टीम। तार अर्थ इठी हमको देला कोन ना दी जनकर वैल्यू देछि। बोट देछि 3x, ओके, रो डाउन स्ट्रीम देला, माने डाउन स्ट्रीम रो मूल्य देला केते ना तुमर आसो एठी केते? हां, बोट स्ट्रीम ऑप्शन इठी यू रो वैल्यू देछि। देखो गोटे सेकंड मो एटा पछो पड़ी। The ratio of the boat into the still water, still water बोले इटी बोट रो वैल्यू पचाछि। बोट होछि 3x, तापर स्पीड ऑफ द स्टीम, स्टीम मतलब झरणा, झरणा रो स्रोत होछि 2x। ओके, टाइम टेकन बोट टू कवर, गोटे केते डिस्टेंस कवर करिया पे ना 120 किलोमीटर कवर करिया पे, 120 किलोमीटर माने कवर करिवे।
କେଉଁଥିରେ ନା ଅପଷ୍ଟ୍ରିମରେ କଭର କରିବେ, କେଉଁଥିରେ ଅପଷ୍ଟ୍ରିମରେ କଭର କରିବେ, ଅପଷ୍ଟ୍ରିମ 3 ଆୱାର ମୋର ଦ୍ୟାନ୍ ଦ ଡାଉନ ଷ୍ଟ୍ରିମ୍, ମାନେ ଦି ଜଣ ଭ୍ୟାଲୁର ଡିଫରେଣ୍ଟ ହଉଛି 3 ଘଣ୍ଟାର ଡିଫରେଣ୍ଟ। ତାପରେ ମତେ ପଚାରୁଛି ଫାଇଣ୍ଡ ଦ ସ୍ପିଡ ଅଫ ଦ ବୋଟ, ବୋଟର ମତେ ଭ୍ୟାଲୁ ପଚାରୁଛି। ଓକେ, ଦେଖ ତ ଏଇଠି ମତେ କୁହ ତାହେଲେ ଡାଉନ ଷ୍ଟ୍ରିମ୍ କେତେ ହବ 5x, ଅପଷ୍ଟ୍ରିମ୍ କେତେ ହବ x, ହଁ କି ଫାଷ୍ଟ ଏଠି ବୋଟର ଭ୍ୟାଲୁ ପାଇଗଲି 3x, ବୋଟ ହଉଛି 3x, ଷ୍ଟ୍ରିମ୍ ହଉଛି 2x, ତାହେଲେ ଡାଉନ ଷ୍ଟ୍ରିମ୍ ହେଲା 5x, ଅପଷ୍ଟ୍ରିମ୍ ହେଲା x, ଏଟା ହଉଛି ମୁଁ ଆଗ ପାଇଗଲି। ଏବେ ମତେ ବାହାର କରିବାର ଅଛି କଣ ନା ଏବେ ମୁଁ ମତେ ଜଣା ଅଛି ଟାଇମ ବାହାର କରିବି। ଏବେ ଟାଇମ ର ଫର୍ମୁଲା କଣ ଆମେ ଜାଣିଛେ, ସ୍ପିଡ ଇଜ ଇକ୍ୱାଲ ଟୁ ଡିଷ୍ଟାନ୍ସ ବାଇ ଟାଇମ। ତ ଟାଇମ ଇଜ ଇକ୍ୱାଲ ଟୁ କେତେ ଆସିବ, ଡିଷ୍ଟାନ୍ସ ବାଇ ସ୍ପିଡ। ତ ଆଗ ଏମାନଙ୍କର ଟାଇମ ବାହାର କରିବା। ଆମେ ଟାଇମ ହେଲା କଣ, ଡିଷ୍ଟାନ୍ସ ହଉଛି 120 ଡିଭାଇଡେଡ ଡାଉନ ଷ୍ଟ୍ରିମ୍ ହଉଛି କଣ ମାନେ ଏକ୍ସ, ମାନେ ଅପଷ୍ଟ୍ରିମ୍ ଟା ଅଧିକ ସମୟ ନା, ମାଇନସ 120 ବାଇ ଏତିକି ଇଜ ଇକ୍ୱାଲ ଟୁ 3 ଘଣ୍ଟା। ଏ କ୍ୟାଲକୁଲେସନ ଟା ବୁଝିପାରିଲ ନା ବୁଝିପାରିଲନି? କାହିଁକି ନା ଯେତେବେଳେ ଝରଣାର ବିପରୀତ ଦିଗରେ ମୁଁ ଆସୁଛି ମତେ ଅଧିକ ସମୟ ନବ, ଯେତେବେଳେ ମୁଁ ଇଏର ସେମ୍ ଦିଗରେ ଯାଉଛି ମତେ କମ ସମୟ ନବ। ତ ଏଇ ଦୁଇ ଜଣଙ୍କର ସମୟର ଗ୍ୟାପ ହଉଛି କେତେ ନା 3 ଘଣ୍ଟା। ଏବେ ସିମ୍ପ୍ଲିଫାଇ କରିବା, କେତେ ଆସୁଛି ଏଠି, ସିମ୍ପ୍ଲିଫାଇ କଲେ କେତେ ଆସୁଛି, ଜଲ୍ଦି କରି କୁହ ଏକ୍ସ ଭ୍ୟାଲୁ କେତେ ଆସୁଛି। 5x ନବା ନାଇଁ, 5x ନବା, 5 ହେଲେ x ଏକ୍ସ କରିଛ 5, ଓକେ 600 ଆସିବ, ଏଟା ହବ 600 ମାଇନସ ଏଟା ହବ କେତେ ନା 120 ଇଜ ଇକ୍ୱାଲ ଟୁ 3 ଆସିଲା। ତ ଆମେ ଏଠି କହିପାରିବା 15, 15 x ଇଜ ଇକ୍ୱାଲ ଟୁ ଏଠି କେତେ ଆସିଲା 480। ତ x କେତେ ଆସିବ ନା 480 ବାय 15, 480 ବାଇ 15 ହେଲେ କେତେ 15 30 45, 45 ହେଲେ 30 32, x ମୂଲ୍ୟ ଆସିଲା 32। x 32 ପାଇଗଲେ ମତେ ପଚାରିଛି ସ୍ପିଡ ଅଫ ଦ ବୋଟ, ବୋଟ ପାଇବିନି, ବୋଟ ଆଗ ନେଇଛି 3x, ତାହେଲେ ବୋଟ କେତେ ଆସିଲା 3x ଇଜ ଇକ୍ୱାଲ ଟୁ 3 ଇଣ୍ଟୁ 32 କେତେ ଆସିଲା 3 ଦୁଗୁଣେ 6 3 3 9 96। ବୁଝିପାରିଲେ ସମସ୍ତେ, ହଁ କି ନା? ଓକେ, ଯିବା ଆମେ ନେକ୍ସଟ କ୍ୱେଶ୍ଚିନ୍, କ୍ୱେଶ୍ଚିନ୍ ନମ୍ବର 12 ଟିକେ ଲମ୍ବା କ୍ୱେଶ୍ଚିନ୍ ଅଛି, ବଟ୍ ତମେ ତାକୁ ଭଲସେ ପଢୁଛ ଦେନ୍ ସହଜ ଆନ୍ସର। ସେ କହିଲେ ଏ କ୍ୟାନ୍ କମ୍ପ୍ଲିଟ୍ ଦ ୱାର୍କ କୁ 40 ଦିନରେ, ତ ଏ ଗୋଟେ କାମକୁ 40 ଦିନରେ ସାରି ଦେଖ କେମିତି ଫାଷ୍ଟ କରୁছে, ବି କ୍ୟାନ୍ ଡୁ ଦ ଏ ଆଉ ବି ଟୁଗେଦର କ୍ୟାନ୍ ଦ କମ୍ପ୍ଲିଟ୍ 1/4 ଅଫ ଦ ୱାର୍କ, 1/4 ଅଫ ଦ ୱାର୍କ କୁ 3 ଦିନରେ ସାରିବ। 1/4 ଅଫ ୱାର୍କ କୁ 3 ଦିନ ମାନେ ଟୋଟାଲ କାମକୁ ସେମାନେ ସାରିବେ କେତେ ଦିନରେ, ए प्लस बी, तो टोटल काम सारी के दिन 12, शुणु 12 दिन। अच्छा, तापर जेहेतु 12 है से कहला ए स्टार्ट द वर्क एंड आफ्टर 8 डे बी जॉइन, फाइंड द नंबर ऑफ डेज टेकन ए बी टुगेदर कंप्लीट द रिमेनिंग वर्क। तो इठी दुई जनकर एलसीएम केते आसला 40 और 12 एलसीएम केते आसला 40 और 12 एलसीएम केते 120 आसला। 120 आसले ये दिन को 3टा सारुची, एमाने मिसिकिर सारुचंती केइटा ना 10टा सारुचंती, ये सारुची 3टा, एमाने मिसिकिर सारुचंती केइटा ना 10टा सारुचंती। देखो इटी से कौन कहला ए स्टार्ट द वर्क एल 8 दिन पाई, ए के दिन काम करछि 8 दिन पाई से काम करछि, ए काम करछि, ताले 8 दिन रे केते काम सरथिबो 8 3 24 टा काम सरथिबो, ताले काम बोलला कि एटा आ काम बोली बसे 96 टा काम बोलछि। ताले ए आ बी दिन को करछन्ती कि एटा 10 टा, ताले 8 दिन पर ए प्लस बी मिसिक काम करिवे, दिन को 10 टा हिसाब रे के दिन सारिवे डिवाइडेड बाय 10 9.6। बुझिला समझ दो, हाँ कि ना? ओके थैंक यू। एबे जो नेक्स्ट क्वेश्चन को, क्वेश्चन नंबर आसला जे 14 नंबर क्वेश्चन, 14 नंबर क्वेश्चन नंबर 16 देखो ए स्टार्ट द बिजनेस इन्वेस्टमेंट ऑफ 8000,
तो ए बिजनेस को स्टार्ट कर केते टका देखिरी ना 8000 टका देश